हेलो हाय नमस्कार ମୁଁ ଆପଣଙ୍କ ଉଚ୍ଚତର ମିଷ୍ଟରଙ୍କ ସ୍ୱାଗତ ଜଣାଉଛି ଆପଣଙ୍କ ଚ୍ୟାନେଲ ମିଷ୍ଟର ଶଙ୍କୁ। ତ ଡିଫିନେଟ ଭାବରେ ଏବେ ପ୍ରାୟ ଟାଇମ ହେଲାଣି 12:30 ତ 12:30ରେ ଓଡ଼ିଆ ଡିଷ୍ଟ୍ରିକ୍ଟକୁ ନେଇକି ବହୁତ ବଡ ଗୋଟେ ଅପଡେଟ ପାଇଲି। ତ ଅପଡେଟକୁ ଜାଣିଦେବା ପୂର୍ବରୁ ଯୋଉମାନେ ବି ଆମ ଚ୍ୟାନେଲକୁ ଏବେ ସୁଦ୍ଧା ସବସ୍କ୍ରାଇବ କରିନାହାନ୍ତି ପ୍ଲିଜ ଚ୍ୟାନେଲକୁ ସବସ୍କ୍ରାଇବ କରିଦେଇକି ପାଖରେ ଥିବା ନୋଟିଫିକେସନ ବେଲକୁ ବି ଅନ୍ କରିକି ଭିଡିଓକୁ ପୁରା ଲାଇକ୍ କରିଦେବେ, ଭିଡିଓକୁ ପୁରା ସେୟାର କରିଦେବେ। ତାହେଲେ ଭିଡିଓକୁ ଷ୍ଟାର୍ଟ କରିବା। ତ ଫାର୍ଷ୍ଟ ଅଫ୍ ଅଲ୍ କଥା ଚାହୁଁଛି ଗତ ବର୍ଷ ରିଲିଜ ହେଇଥିବା ମୁଭି ରଜ ଉପଲକ୍ଷେ ଅନୁଭବ ଭାଇଙ୍କର କୁହୁଡି ମୁଭି ଚଳିତ ବର୍ଷ ରଜ ଉପଲକ୍ଷେ ଓଟିଟିରେ ରିଲିଜ ପାଇଁ ଯାଉଛି। ତ ଏହାଠୁ ବଡ ଖୁସି ଖବର ଆଉ କଣ ହେଇଥିବ ଆଜ୍ଞା। ସେଇପରିକା ଗତ ବର୍ଷ ଦୁର୍ଗା ପୂଜା ଉପଲକ୍ଷେ ବାବୁସାନ ଭାଇଙ୍କର ଗୋଟିଏ ମୁଭି ରିଲିଜ ହୋଇନଥିବା ଯୋଗୁଁ ବାବୁସାନଙ୍କର ଫ୍ୟାନ୍ସଙ୍କ ପାଇଁ ଏବଂ ଓଡିଶା ବାସୀଙ୍କ ପାଇଁ ଦମନ ମୁଭି ଗତ ବର୍ଷ ଦୁର୍ଗା ପୂଜା ଉପଲକ୍ଷେ ଓଟିଟିରେ ରିଲିଜ ହେଇଥିଲା। ତ ଡେଫିନେଟଲି ଭାବରେ ଏହି ବର୍ଷ ରଜ ଉପଲକ୍ଷେ ଅନୁଭବ ଭାଇଙ୍କର ବି ଗୋଟିଏ ହେଲେ ମୁଭି ରିଲିଜ ହଉନାହିଁ, ଯାହା ଫଳରେ ଅନୁଭବ ଭାଇଙ୍କ ଫ୍ୟାନ୍ସଙ୍କ ପାଇଁ ଏବଂ ଓଡିଶା ବାସୀଙ୍କ ପାଇଁ ଯେହେତୁ ଅନୁଭବ ଭାଇଙ୍କର ଗୋଟିଏ ହେଲେ ମୁଭି ଭଲରେ ରିଲିଜ ହଉନାହିଁ, ସେଇଥିପାଇଁ ଓଟିଟିରେ ରିଲିଜ ହେବା ପାଇଁ ଯାଉଛି କୁହୁଡି ମୁଭି। ଗତ ବର୍ଷ ରିଲିଜ ହେଇଥିବା ମୁଭି କୁହୁଡି ମୁଭି ଏଇ ବର୍ଷ ରଜରେ ଓଟିଟିରେ ରିଲିଜ ହେବା ପାଇଁ ଯାଉଛି। ତ ଡେଫିନେଟଲି ଭାବରେ ଏହା ବହୁତ ବଡ ଗୋଟେ ଖୁସି ଖବର ଅନୁଭବ ଭାଇଙ୍କର ଫ୍ୟାନ୍ସଙ୍କ ପାଇଁ ଏବଂ ଓଡିଶା ବାସୀଙ୍କ ପାଇଁ। କାହିଁକି ନା ଦେଖନ୍ତୁ ଓଟିଟିରେ ଏବେ ମାହୋଲ ପୁରା ଗରମ ଭାବରେ ଲାଗିଛି। କାହିଁକି ନା ଗୋଟେ ଟାଇମ ଥିଲା ଆଜ୍ଞା ଓଟିଟିରେ ରିଲିଜ କରିବା ପାଇଁ ମାନେ ଓଟିଟି ବାଲା ନଉନଥିଲେ ଫିଲ୍ମ ସବୁ, ଓଡିଆ ଫିଲ୍ମକୁ ପଚାରୁନଥିଲେ କେହି ବି। ଠିକ ଅଛି କି ଓଟିଟିରେ ଓଡିଆ ଫିଲ୍ମର ଡିମାଣ୍ଡ ହିଁ ନଥିଲା, ହେଲେ ଗୋଟେ ପରେ ଗୋଟେ ଏବେ ଡିମାଣ୍ଡ ହେବାରେ ଲାଗିଛି ଓଡିଆ ଫିଲ୍ମ। ଠିକ ଅଛି ନା, ଓଡିଆ ଫିଲ୍ମର ଇନକ୍ରିଜ ପୁରା ହାଇ ଲେଭେଲ ପାଇଁ ଯାଉଛି। କାହିଁକି ନା ଏହି ବର୍ଷ ଯେହେତୁ ରଜ ଉପଲକ୍ଷେ କୁହୁଡି ମୁଭି ଓଟିଟିରେ ଷ୍ଟ୍ରିମିଂ ହେବା ପାଇଁ ଯାଉଛି, ତ ବହୁ ସଂଖ୍ୟାରେ ଦର୍ଶକ ମାନଙ୍କର ମାନେ କି କୁହାଯିବ ଏକ୍ସାଇଟମେଣ୍ଟ ଦେଖାଯାଉଛି, ଦର୍ଶକଙ୍କର ଭଲ ପାଇବା ଦେଖାଯାଉଛି। କାହିଁକି ନା ହଲରେ ନହେଲେ ନାହିଁ ଓଟିଟିରେ ଏନ୍ଜୟ କରିବା ପାଇଁ ଚାହୁଁଛନ୍ତି ଅନୁଭବ ଭାଇଙ୍କର ଫ୍ୟାନ୍ସ ମାନେ ଏବଂ ଓଡିଶା ବାସୀ ମାନେ। ତ ଏଇ ଜାଗାରେ କିଛି କଥା ରହିଲା, ମୁଁ ଦେଖିକି ପୁରା ଆଶ୍ଚର୍ଯ୍ୟ ହେଇଗଲି। ମୁଁ ତ ଆଗରୁ ଦେଖିଥିଲି ଯେ କୁହୁଡି ମୁଭିଟା ଷ୍ଟ୍ରିମିଂ ହବ, ହେଲେ ଭାବି ବି ନଥିଲି ଯେ ଗତ ବର୍ଷ ରଜରେ ରିଲିଜ ହେଇଥିବା ମୁଭି କୁହୁଡି ମୁଭି ଏଇ ବର୍ଷ ରଜରେ ରିଲିଜ ହେବା ପାଇଁ ଯାଉଛି ଓଟିଟିରେ। ସେତେବେଳେ ରିଲିଜ ହେଇଥିଲା ହଲରେ, ଏଥର ରିଲିଜ ହବ ଓଟିଟିରେ। ତ ଡେଫିନେଟ ଭାବରେ ଘମାଘଟ ଆଉ ଭୟଙ୍କର ଲେବୁଲରେ ସବୁ କିଛି ହେବାକୁ ଯାଉଛି। କାହିଁକି ନା କୁହୁଡି ମୁଭିରେ ଯୋଉ ଭଳିଆ ପ୍ରିମିୟର୍ସ ଥିଲା କଟକ ବୃନ୍ଦାବନ ଟକିସୁ କି ଭୁବନେଶ୍ୱର ମହାରାଜା ହଲ ହାଉସଫୁଲ ଭୟଙ୍କର ଲେବୁଲ ଅନୁଭବ ଭାଇଙ୍କର ପ୍ରିମିୟର୍ସ ହେଇଗଲା ଆଜ୍ଞା। ଭୟଙ୍କର ଲେବୁଲରେ ଦର୍ଶକ ମାନଙ୍କର ସମାଗମ ଦେଖାଯାଇଥିଲା। ଭୟଙ୍କର ଲେବୁଲ ଅନୁଭବ ଭାଇଙ୍କୁ ସ୍ୱାଗତ କରିଥିଲେ, ଶୁଭେଚ୍ଛା ଦେଇଥିଲେ ତାଙ୍କର ଫ୍ୟାନ୍ସ ମାନେ। ପୁରା ଟ୍ରେନରେ ଫୁଲବାଣ ଟାଙ୍ଗିକି ଅନୁଭବ ଭାଇଙ୍କୁ ଶୁଭେଚ୍ଛା ଦେଇଥିଲେ କୁହୁଡି ମୁଭି। କୁହୁଡି ମୁଭି ତ ବହୁତ ଭଲ ଗୋଟେ କଲେକ୍ସନ ମଧ୍ୟ କରିଥିଲା, ଦର୍ଶକ ମାନଙ୍କର ସେଇଭଳିଆ ଭଲ ପାଇବା ମଧ୍ୟ ଶୁଣିଥିଲା। ହେଲେ ଏବେ ଦେଖାଯିବ ଓଟିଟିରେ କେତେ କୁହୁଡି ମୁଭିଟା ବକ୍ସ ଅଫିସରେ କଲେକ୍ସନ କରିଛି ସେଇଟା ଦେଖିବାର ବାକି ରହିଲା। ତ ଭିଡିଓ କେମିତି ଲାଗିଲା ପ୍ଲିଜ କମେଣ୍ଟ କରି ଜଣାଇଦିଅନ୍ତୁ। ଯୋଉମାନେ ବି ଚ୍ୟାନେଲକୁ ଏବେ ସୁଦ୍ଧା ସବସ୍କ୍ରାଇବ କରିନାହାନ୍ତି ପ୍ଲିଜ ଚ୍ୟାନେଲକୁ ସବସ୍କ୍ରାଇବ କରିଦେଇକି ପାଖରେ ଥିବା ନୋଟିଫିକେସନ ବେଲକୁ ଅନ୍ ନେଇକି କରିକି ଭିଡିଓକୁ ପୁରା ଲାଇକ୍ କରନ୍ତୁ ଏବଂ ଭିଡିଓକୁ ପୁରା ସେୟାର କରନ୍ତୁ। ବାय ବାय, ଜୟ ଜଗନ୍ନାଥ।